हालेलुया, हालेलुया, हालेलुया। धन्यवाद सर्वशक्तिमान पिता परमेश्वर ଆଉ ଗୋଟିଏ ନୂତନ ଦିବସ ଦେଖାଇଥିବା ପାଇଁ ଆଉ ନୂତନ ନୂତନ ଆଶିଷ ଅନୁଗ୍ରହ ବର୍ତ୍ତାଇଥିବା ପାଇଁ ପିତା ତୁମରି ମହାନ ନାମରେ କୋଟି କୋଟି ଧନ୍ୟବାଦ ଦେଉଛୁ। ଏହି ସୁପ୍ରଭାତ ପାଇଁ ଧନ୍ୟବାଦ ଦେଉଛୁ ପିତା। ଆମେ ବିଶ୍ୱାସ କରୁଅଛୁ ପିତା ଯେ ଏହି ସୁପ୍ରଭାତରେ ପିତା ତୁମରି ଅନୁଗ୍ରହ ତୁମରି ଆଶିଷ ତୁମରି ଦୟା କରୁଣା ଆମମାନଙ୍କର ଜୀବନରେ ଆସିଅଛି। ହେ ଜୀବିତ ପିତା ପରମେଶ୍ୱର ତୁମେ ମହାନ ଅଟ। ଆମ ସମସ୍ତଙ୍କୁ ତୁମେ ପ୍ରେମ କର ପିତା ଆଉ ସେହି ପ୍ରେମର ସକାଶେ ହିଁ ତ ଆମେ ସମସ୍ତେ ବଞ୍ଚିକି ଅଛୁ। ତୁମରି ଅନୁଗ୍ରହ ତୁମରି ଦୟା ତୁମରି କରୁଣା ହେତୁ ପିତା ପରମେଶ୍ୱର ତୁମରି ସ୍ତୁତି ଆରାଧନା ମହିମା ଗୌରବ କରିବା ପାଇଁ ଆମେ ସମସ୍ତେ ଏହି ସୁପ୍ରଭାତ ଦେଖିଅଛୁ। ହେ ପବିତ୍ର ପିତା ପରମେଶ୍ୱର ବିଗତ ଦିନମାନଙ୍କରେ ଆମ ସମସ୍ତଙ୍କୁ ଅନେକ ପ୍ରକାର ଆପଦ ବିପଦ ରୋଗ ବ୍ୟାଧି ଦୁଃଖ କଷ୍ଟ ଅନେକ ପ୍ରକାର ଶତ୍ରୁ ଶୈତାନ ଦୁର୍ଘଟଣା କବଳରୁ ଆମକୁ ବଞ୍ଚାଇଲ ପିତା। ଆଉ ଆଜିର ଏହି ଦିନ ଏହି ସୁପ୍ରଭାତ ଆମମାନଙ୍କୁ ଦେଇଅଛ ପିତା। ସେଥିପାଇଁ ତୁମରି ମହାନ ନାମରେ କୋଟି କୋଟି ଧନ୍ୟବାଦ ଦେଉଅଛି। ହାଲେଲୁୟା। ଧନ୍ୟବାଦ ସର୍ବଶକ୍ତିମାନ ପିତା ପରମେଶ୍ୱର ତୁମେ ଆମମାନଙ୍କର ପିତା ଅଟ। ତୁମେ ଆମମାନଙ୍କୁ ସୃଷ୍ଟି କରିଅଛ। ତୁମରି ପ୍ରସାରିତ ବାହୁରେ ଆମ ସମସ୍ତଙ୍କୁ ଆବରିକି ରଖିଅଛ ପିତା। ତୁମେ ମହାନ ଅଟ। ତୁମେ ମହାନ ଅଟ ପିତା। ତୁମକୁ ଯେତେ ଧନ୍ୟବାଦ କହିଥିଲେ ହେଁ ତାହା ଆମ ପାଇଁ କମ୍ ହୋଇଥାଏ। ହାଲେଲୁୟା। ତୁମେ ଯେ ଧନ୍ୟବାଦ ସ୍ତୁତି ଆରାଧନା ମହିମା ଗୌରବ ପାଇବାର ଏକମାତ୍ର ଯୋଗ୍ୟବନ୍ତ ପିତା ପରମେଶ୍ୱର ଅଟ। ତୁମେ ହିଁ ଏକମାତ୍ର ସେହି ପରମେଶ୍ୱର ଅଟ ଯେ କି ଅସମ୍ଭବକୁ ସମ୍ଭବ କରିକି ଦେଖାଇଥାଏ। ଏ ଜଗତରେ କୌଣସି ପ୍ରକାର ପରମେଶ୍ୱର ନାହାନ୍ତି ଯେ ଆମମାନଙ୍କର ପାପ ଆମମାନଙ୍କର ଅପରାଧକୁ କ୍ଷମା କରିଥାଏ। ଆମମାନଙ୍କର ପାପକୁ ନିଜର ରକ୍ତରେ ନିଜର ଜୀବନ ଦାନ କରିକି ଧୌତ କରିଥାଏ। ତୁମେ ହିଁ ଏକମାତ୍ର ପରମେଶ୍ୱର ଅଟ ଯେ ଆମର ପ୍ରତ୍ୟେକ ପାପ ଅପରାଧକୁ କ୍ଷମା କରିକି ଆମମାନଙ୍କର ପାପ ଅପରାଧକୁ ନିଜର ଜୀବନ ଦେଇ ରକ୍ତର ଧାରରେ ଧୌତ କରିଥାଅ ପିତା। ହାଲେଲୁୟା। ତୁମରି ମହାନ ନାମରେ କୋଟି କୋଟି ଧନ୍ୟବାଦ ଦେଉଛୁ। ହେ ପବିତ୍ର ପିତା ପରମେଶ୍ୱର ଆମେ ସମସ୍ତେ ଆମର ନିଜ ନିଜ ପାପ ଅପରାଧକୁ ସ୍ୱୀକାର କରୁଅଛୁ ଆଉ ନିଜ ନିଜ ହୃଦୟରେ ତୁମକୁ ଡାକୁଅଛୁ ପିତା। ଆମମାନଙ୍କର ହୃଦୟରେ ତୁମେ ଆସ ବାସ କର। ଆଉ ଏହି ସୁପ୍ରଭାତର ଶେଷ ଯାଏ ବା ସନ୍ଧ୍ୟା ପର୍ଯ୍ୟନ୍ତ ପିତା ଆମେ ଚାହୁଁଅଛୁ ଆମେମାନେ ଯେଉଁ ଯେଉଁ ସ୍ଥାନକୁ ଯିବୁ ସେହି ସେହି ସ୍ଥାନରେ ତୁମରି ଇଚ୍ଛା ଆମମାନଙ୍କର ଜୀବନରେ ପୂର୍ଣ୍ଣ ହେଉ। ଆମମାନଙ୍କର ଜୀବନରେ ଅନେକ ପ୍ରକାର ସ୍ୱପ୍ନ ଅଛି ପିତା। ଆମେ ଅନେକ ପ୍ରକାର କାର୍ଯ୍ୟ କରିବୁ ଅନେକ ପ୍ରକାର କାର୍ଯ୍ୟ ଆରମ୍ଭ କରିବୁ ବୋଲିକି ଆମମାନଙ୍କର ମଧ୍ୟ ଅନେକ ସ୍ୱପ୍ନ ଓ ଇଚ୍ଛା ଅଛି। ସେହି ଇଚ୍ଛାରେ ମଧ୍ୟ ତୁମରି ଇଚ୍ଛାକୁ ଆମେ ଚାହୁଁଅଛୁ। ତୁମରି ସାହାଯ୍ୟକୁ ଆମେ ଚାହୁଁଅଛୁ ପିତା। ଓ ହାଲେଲୁୟା। କାରଣ ତୁମେ ଆମମାନଙ୍କୁ ପ୍ରେମ କର ପିତା ଆଉ ଏହି ପ୍ରେମରେ ହିଁ ଆମକୁ ତୁମେ ସାହାଯ୍ୟ କରିବ। ସେହି ଇଚ୍ଛାରେ ତୁମରି ଇଚ୍ଛା ପୂର୍ଣ୍ଣ କରିବ ଆମେ ବିଶ୍ୱାସ କରୁଅଛୁ। ହାଲେଲୁୟା। ଧନ୍ୟବାଦ ପରମେଶ୍ୱର। ହଁ ପ୍ରଭୁ ଆମେ ନିଜ ନିଜ କାର୍ଯ୍ୟରେ ପିତା ଯେପରି ଯେକୌଣସି କାର୍ଯ୍ୟ ମଧ୍ୟ ଆମେ ଆରମ୍ଭ କରିବୁ ପ୍ରତ୍ୟେକ କାର୍ଯ୍ୟର ପ୍ରଥମ ସ୍ଥାନ ତୁମକୁ ଯେପରି ଦେବୁ ପିତା ସେଥିପାଇଁ ତୁମେ ସାହାଯ୍ୟ କର। କେବଳ ତୁମକୁ ହିଁ ସ୍ମରଣ କରିବୁ ପିତା ସେଥିପାଇଁ ତୁମେ ଦୟା କର। ଆମମାନଙ୍କର ହୃଦୟ ଦ୍ୱାର ଆମେ ଖୋଲିଅଛୁ ପିତା। ଆମମାନଙ୍କର ହୃଦୟ ଦ୍ୱାରରେ ତୁମେ ବାସ କର। ଯେଉଁ ପ୍ରକାରେ ତୁମେ ପବିତ୍ର ଅଟ ସେହି ପ୍ରକାରେ ଆମ ସମସ୍ତଙ୍କୁ ତୁମେ ପବିତ୍ର କର। ତୁମରି ପବିତ୍ର ଆତ୍ମା ମାନଙ୍କର ଜୀବନରେ ତୁମେ ପ୍ରଦାନ କର ପିତା। ହେ ପବିତ୍ର ପିତା ପରମେଶ୍ୱର ଆମେ ମନୁଷ୍ୟ ଅଟୁ ପିତା। ଆମମାନଙ୍କ ଠାରୁ ଜାଣି ଅଜାଣିକି ଅନେକ ପ୍ରକାର ପାପ ଅପରାଧ ହୋଇଯାଇଥାଏ। ହେଲେ ପରମେଶ୍ୱର ତୁମେ କ୍ଷମା କରିବାର ପରମେଶ୍ୱର ଅଟ। ଯେତେବେଳେ ଆମେ ସହୃଦୟର ସହିତ ନିଜର ଦୋଷକୁ ମାନିଥାଉ ନିଜର ପାପକୁ ସ୍ୱୀକାର କରିଥାଉ ସେତେବେଳେ ତୁମେ ନିଶ୍ଚିତ ଭାବରେ ଆମକୁ କ୍ଷମା କରିଥାଉ ପିତା
पिता तुमरी वाक्य अनुसारे, कारण तुमरी वाक्य केबे हे मिथ्या कहे नाही। तुमरी प्रत्येक शब्द प्रत्येक वाक्य सत्य अटे पिता। हालेलुया, तुमे महान अट। हालेलुया पवित्र परमेश्वर, तुमे जदि आमको कहूअछ उन्नति करिब ताहाले निश्चित भाବରେ आमे गोटे दिन उन्नति पाइबा। हालेलुया, तुमे जदि आम माननको कहिअछ जे आम मानकर जीवन रे आशीष ओ अनुग्रह देव ताहाले आम मानकर जीवन रे आशीष अनुग्रह आसी सारी अछि। आजिर सुप्रभातरु एही दिनर आरंभरु शेष जाए आम मानकर संग संगरे तुमे रहिअछ पिता, आमे विश्वास करूछु। हालेलुया, धन्यवाद जीवित पिता परमेश्वर, तुमे महान अट पिता। आज परमेश्वर जेते लोक तुमरी दास दासी तुमरी संतान संतति माने परमेश्वर यही प्रार्थना को शुणुअछंती, निजर दुख निजर कष्ट निजर स्वप्नर विषय जणाउअछंती, निजर गोल सर्कल विषय जणाउअछंती पिता। प्रत्येकंकर प्रार्थना को तुमे कर्णपात कर, कारण पिता तुमे निद्रा जीवार परमेश्वर नुह, तुमे शुणिबार परमेश्वर अट। तुमे समस्तंकर डाकरा शुणी थाओ, तुमे समस्तंकु प्रेम करि थाओ, तुमे समस्तंकर शब्द को जानिअछ पिता, कारण तुमे गुप्त विषय जानिबार परमेश्वर अट। तुमे जे परमेश्वर भविष्यतर विषय मध्य जानिबार परमेश्वर अट, कारण तुमे अंतर्जामी पिता परमेश्वर अट। हालेलुया, तुमे महान अट, तुमे पास्ट आउ फ्यूचर को जानिबार परमेश्वर अट। हे जीवित पिता परमेश्वर, जेते लोक परमेश्वर प्रार्थना अनुरोध देउअछंती, निजर रोग दुख कष्ट जहाँ किछि भी परमेश्वर तांक जीवन रे सिचुएशन अछि, प्रत्येक दुख को प्रत्येक कष्ट को तुमे दूर कर, प्रत्येक रोग को तुमे सुस्थता रे परिपूर्ण कर पिता। हे जीवित पिता परमेश्वर, तुमे महान अट, तुमे समस्त को सुस्थता देवार परमेश्वर अट। डाक्तर मध्य हारिकी मु पारिबि नाही बोली जेतेबेले कहि देई थाए, सेही लोकंको मध्य तुमे सुस्थता देवार परमेश्वर अट। ओ हालेलुया, ସେହି ଦିନ ପିତା ସେହି ଲାଜାର ସେହି ମୃତ୍ୟୁବରଣ କରିକି କବର ଭିତରେ 3 ଦିନ ପର୍ଯ୍ୟନ୍ତ ଥିଲା ପିତା। ତାହା ଜଗତର ମନୁଷ୍ୟମାନେ କହନ୍ତି ଯେ ମୃତ୍ୟୁ ହେଲା ପରେ 3 ଦିନ କବର ଭିତରେ ଗୋଟିଏ ଶବ ରହିଲେ ତାହା ବାସ୍ନା ଆସିଥାଏ, ତାହା କେବଳ ମଇଳା ବନି ଯାଇଥାଏ ବୋଲିକି କହିଥାନ୍ତି ପିତା। ହେଲେ ପରମେଶ୍ୱର ତୁମେ ସେହି କବରରେ ରହିଥିବା ଲାଜାରକୁ 3 ଦିନ ପର୍ଯ୍ୟନ୍ତ ସେହି ରହିଥିବା ଶବକୁ ତୁମେ କହିଲ ଯେ ବାହାରକୁ आस बोलिकी आउ से जीवन पाइकी से बाहर को आसीथिला। केड़े बड़ चमत्कार कार्य पिता। आउ तुमे मृत्यु को जेते बेले जीवन दान दे पार, ताहले रोग तुम पाई किछि नुहे पिता। रोग को तुमे सुस्थ करि पार। रोग जे परमेश्वर तुमरी डाकरा सुनिकी शरीर छाड़ी की चली जाई थाए। प्रत्येक दुख प्रत्येक कष्ट तुमरी आज्ञा मानिकी तांको जीवन रे चली जीवे आमे विश्वास करूछु। हालेलुया पिता परमेश्वर, तुमरी दास दासी जीवन रे तुम अनुग्रह कर, दया कर। अनेक लोक पिता परमेश्वर प्रार्थना अनुरोध देई अछंती, मु तुमरी चरण तलको आसी पारिली नाही पिता, मते तुमे क्षमा कर। हेले समस्तंकर प्रार्थना अनुरोध को मु आजी नेकी आसी अछि पिता, तुमरी हस्तरे समर्पण करूअछि। हे पवित्र पिता परमेश्वर, केते लोकंक जीवन रे परमेश्वर तांक परिवार रे सुख शांति नाही, तांक परिवार रो प्रत्येक दुख कष्ट चिंता रोग व्याधि को तुमे दूर करी सही परिवार रे तुमरी सुख शांति को प्रदान कर, तुमरी आनंद को तुमे प्रदान कर, तुमरी ज्योति तुमरी रोशनी को तुमे प्रदान कर। आ गोटी माँ जे परमेश्वर बहुत दिन हैला से रिक्वेस्ट करी चली छंती जे तांक शरीर रे धड़ा धड़ा दाग होछि, तांक जीवन रे मध्य अनेक प्रकार चिंता अनेक प्रकार दुख अछि पिता। मु तो जाने नाही से माँ केउ माँ अटंती केउ स्थान रे रहंती, हेले तुमे तो जानिबार परमेश्वर अट। तुमे तांकर नाम मध्य जानिअछ, तुमे तांकर सृष्टिकर्ता अट, से तुमरी दासी अटंती। तुमे तांको छुई की सुस्थता रे परिपूर्ण कर पिता। ओ हालेलुया, धन्यवाद परमेश्वर, तुमे महान अट।
ଆଉ ଯେତେ ଲୋକ ପିତା ପ୍ରାର୍ଥନା ଅନୁରୋଧ ଦେଇଅଛନ୍ତି, ମୁଁ ସେମାନଙ୍କର କାରଣ, ସେମାନଙ୍କର ନାମ, ସେମାନଙ୍କର କୌଣସି ସ୍ଥାନ ନ ଜଣାଇଥିଲେ ହେ ପିତା, ତୁମେ ଅନ୍ତର୍ଯାମୀ ପିତା ପରମେଶ୍ୱର ଅଟ। ତୁମେ ସେମାନଙ୍କ ପ୍ରତି ଦୟାବନ୍ତ କୃପାବନ୍ତ ହୁଅ। ତୁମେ ଜୀବିତ ପିତା ପରମେଶ୍ୱର ଅଟ। ତୁମେ ପ୍ରେମକାରୀ ଅଟ। ତୁମେ ଯେ ପିତା ସେମାନଙ୍କୁ ଗଢ଼ିଅଛ, ଆଉ ସେମାନେ କେବଳ ତୁମରି ହସ୍ତର ଆକୃତି ଅଟନ୍ତି, କଳା ଅଟନ୍ତି ପିତା। ତୁମେ ସାହାଯ୍ୟ କର, ତୁମେ ସାହାଯ୍ୟ କର ପିତା। ଓ ହାଲେଲୁୟା, ଧନ୍ୟବାଦ ଜୀବିତ ପିତା ପରମେଶ୍ୱର, ତୁମେ ମହାନ ଅଟ। ଗ୍ଲୋରି ପବିତ୍ର ପିତା ପରମେଶ୍ୱର, ଆମେ ବିଶ୍ୱାସ କରୁଅଛୁ ପିତା, ତୁମରି ଦାସ ଦାସୀଙ୍କୁ ତୁମେ ସାହାଯ୍ୟ କରୁଅଛ। ହେ ଜୀବିତ ପିତା ପରମେଶ୍ୱର, ଏତେବେଳେ ପିତା ତୁମରି ସନ୍ତାନ ସନ୍ତାତିମାନଙ୍କୁ ତୁମରି ହସ୍ତରେ ସମର୍ପଣ କରୁଅଛି। ଯେଉଁମାନେ ପାଠ ପଢ଼ୁଅଛନ୍ତି ଆଉ ଏକ୍ଜାମ୍ ପାଇଁ ପ୍ରିପେୟାରିଂ କରୁଅଛନ୍ତି, ସେମାନଙ୍କୁ ମଧ୍ୟ ତୁମରି ହସ୍ତରେ ସମର୍ପଣ କରୁଅଛି। ହେ ଜୀବିତ ପିତା ପରମେଶ୍ୱର, ହେ ସାହାଯ୍ୟକାରୀ, ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ଏମାନଙ୍କର ଜୀବନରେ ତୁମରି ସେହି ସ୍ମରଣ ଶକ୍ତିକୁ ପ୍ରଦାନ କର ପିତା। ପରିଶ୍ରମ କରିବା ପାଇଁ, ହାର୍ଡ଼ୱାର୍କିଂ କରିବା ପାଇଁ ତୁମରି ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କର। ପ୍ରତ୍ୟେକ ସୁସ୍ଥି ଲାଭ ପ୍ରବାହୀକୁ ଯୀଶୁଙ୍କ ନାମରେ ତାଙ୍କ ଶରୀରକୁ ଛାଡ଼ିକି ଚାଲିଯିବା ପାଇଁ ତୁମେ ଧମକ ଦିଅ ବୋଲି ଆମେ ପ୍ରାର୍ଥନା କରୁଅଛୁ ପିତା। ଏମାନଙ୍କର ପ୍ରତ୍ୟେକ ଗୋଲ୍ ସର୍କଲକୁ ଅଚିଭ୍ କରିବା ପାଇଁ ତୁମେ ସାହାଯ୍ୟ କର। ଓ ହାଲେଲୁୟା, ଧନ୍ୟବାଦ ପବିତ୍ର ପିତା ପରମେଶ୍ୱର, ଏମାନଙ୍କର ଯିବାରେ ଆସିବାରେ ସହବର୍ତ୍ତୀ ପରମେଶ୍ୱର ହୁଅ। ଅନେକ ପ୍ରକାର ଦୁର୍ଘଟଣା କବଳରୁ, ଶତ୍ରୁ ଶୈତାନରୁ, ଆକ୍ସିଡେଣ୍ଟ ଖାତରାରୁ ତୁମେ ରକ୍ଷା କର ପିତା। ଏମାନଙ୍କର ସ୍କୁଲ ଯିବାରେ ଆସିବାରେ ସଦା ସର୍ବଦା ତୁମେ ସହବର୍ତ୍ତୀ ପରମେଶ୍ୱର ହୁଅ। ଆଉ ଯେତେ ତୁମରି ଦାସ ଦାସୀ ଅଛନ୍ତି, ନିଜ ନିଜ କାର୍ଯ୍ୟକୁ ଯିବାରେ ଆସିବାରେ, ନିଜ ନିଜ ପ୍ରତ୍ୟେକ କାର୍ଯ୍ୟରେ ତୁମେ ସହବର୍ତ୍ତୀ ପରମେଶ୍ୱର ହୁଅ। ଅନେକ ପ୍ରକାର ଆପଦ ବିପଦରୁ ବଞ୍ଚାଇ ତୁମେ ପ୍ରସାରିତ ବାହୁରେ ତୁମେ ନେଇକି ଯାଅ, ଆଉ ସୁରକ୍ଷାର ସହିତ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ତୁମେ ଏହି ଗୃହକୁ ପହଞ୍ଚାଅ ପିତା। ହାଲେଲୁୟା, ଏହି ସୁପ୍ରଭାତ ଯେଉଁ ପ୍ରକାରେ ଆନନ୍ଦ ଓ ଖୁସିର ସହିତ ତୁମେ ପ୍ରଦାନ କରିଅଛ, ସେହି ପ୍ରକାରେ ପିତା ରାତ୍ରି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପରମେଶ୍ୱର ତୁମରି ହସ୍ତରେ ସମର୍ପଣ କରୁଅଛୁ। ରାତ୍ରିରେ ମଧ୍ୟ ଫେର୍ ତୁମକୁ ଧନ୍ୟବାଦ ଦେବୁ, ଫେର୍ ତୁମକୁ ଆମେ ଆନନ୍ଦିତ ଓ ଖୁସିର ସହିତ ସ୍ତୁତି ଆରାଧନା କରିବୁ ପିତା। ସେଥିପାଇଁ ତୁମେ ସାହାଯ୍ୟ କର। ଓ ହାଲେଲୁୟା, ଧନ୍ୟବାଦ ପବିତ୍ର ପରମେଶ୍ୱର, ତୁମେ ମହାନ ଅଟ। ଏହି ପ୍ରକାରେ ପିତା ତୁମରି ପ୍ରେମ, ତୁମରି ଅନୁଗ୍ରହ, ତୁମରି ଦୟା ଓ କରୁଣା ସଦା ସର୍ବଦା ଆମେ ଚାହୁଁଅଛୁ ଆମମାନଙ୍କର ଜୀବନରେ। ତୁମରି ଜ୍ୟୋତି, ତୁମରି ରୋଶନୀ, ତୁମରି ଆଲୋକ ସଦା ସର୍ବଦା ପ୍ରଦାନ କର ପିତା। ହାଲେଲୁୟା, ଧନ୍ୟବାଦ ପରମେଶ୍ୱର। ଯେଉଁ ଲୋକଙ୍କ ଜୀବନରେ ପିତା ପରମେଶ୍ୱର ଅନ୍ଧକାର ଶକ୍ତି ବାରମ୍ବାର କାର୍ଯ୍ୟ କରୁଅଛି, ତୁମ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦେଉନାହିଁ ପିତା, ସେହି ଅନ୍ଧକାର ଶକ୍ତିକୁ ତୁମେ ଦୂରେଇ ଦିଅ। ତାଙ୍କ ଜୀବନରେ ତୁମେ ଆଲୋକ ପ୍ରଦାନ କର, ଜ୍ୟୋତିକୁ ପ୍ରଦାନ କର ପିତା। ହାଲେଲୁୟା, ହାଲେଲୁୟା, ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ତୁମରି ସ୍ତୁତି ହଉ, ତୁମରି ମହିମା ହଉ, ତୁମରି ଗୌରବ ହଉ ପିତା। ତୁମେ ମହାନ ପରାକର୍ମୀ ପରମେଶ୍ୱର ଅଟ, ତୁମେ ଜୀବିତ ଅଟ। ହାଲେଲୁୟା, ସଦା ସର୍ବଦା ଆମ ସଙ୍ଗରେ ତୁମେ ରହିଅଛ। ସେଥିପାଇଁ ତୁମରି ମହାନ ନାମରେ କୋଟି କୋଟି ଧନ୍ୟବାଦ ଦେଉଅଛୁ। ହେ ପବିତ୍ର ପିତା ପରମେଶ୍ୱର, ବିଗତ ଦିନରେ ଅନେକ ଲୋକମାନଙ୍କ ପାଇଁ ପ୍ରାର୍ଥନା କରିଥିଲି ପିତା। ଅନେକ ଲୋକଙ୍କର ପ୍ରାର୍ଥନା ଅନୁରୋଧକୁ ତୁମେ ଶୁଣିଲ। ସେମାନଙ୍କର ଜୀବନରେ ଯାହା ଦୁଃଖ ଥିଲା, କଷ୍ଟ ଥିଲା, ରୋଗ ବ୍ୟାଧି ଥିଲା, ଯେକୌଣସି ପ୍ରକାର ସିଚୁଏସନ୍ ଥିଲା, ସବୁ କିଛିକୁ ତୁମେ ଠିକ୍ କଲ ପିତା। ପ୍ରତ୍ୟେକଙ୍କର ଜରୁରତକୁ ତୁମେ ପୂର୍ଣ୍ଣ କଲ, ପ୍ରତ୍ୟେକ ରୋଗୀକୁ ତୁମେ ସୁସ୍ଥତାରେ ପରିପୂର୍ଣ୍ଣ କଲ। ଅନେକର ଭଟକୁଥିବା ଆତ୍ମାକୁ ତୁମ ପାଖକୁ ଫେରାଇ ଆଣିଲ ପିତା। ସେଥିପାଇଁ ତୁମରି ମହାନ ନାମରେ କୋଟି କୋଟି ଧନ୍ୟବାଦ ଦେଉଅଛୁ। ହାଲେଲୁୟା परमेश्वर, बहुत दिन पर आज मु तुमरी चरण तलक आसिकी प्रार्थना करुअछि तुमरी दास दासी मानक पाई, तुमरी छोट छोट पुओ झियो मानक पाई पिता, एमानकर प्रार्थना रे तुमे कर्णपात कर। प्रत्येक दुख कष्ट को तुमे दूर कर, प्रत्येक चिंता को तुमे दूर कर, प्रत्येक अभाव को तुमे दूर कर, प्रत्येक जरूरत को तुमे पूर्ण कर, फाइनेंशियली कंडीशन को तुमे स्ट्रॉन्ग कर पिता। बिजनेस आरंभ करिबारे तुमे साहाय्य
कर, स्थान पाइबारे तुमे साहाय्य कर, गृह तैयारी करिबारे तुमे साहाय्य कर, जिनिस पत्र किणिबारे तुमे साहाय्य कर। जेते लोक विवाह करिबा पाई पैसा पत्र पाई चिंतित अछंती सेमानंकु तुमे रास्ता देखाओ। जेते लोक बिजनेस करिबा पाई पैसा पत्र नाही बोली चिंता करूछंती सेमानंकु मध्य तुमे पथ देखाओ। जो माने उन्नति करिबा पाई गोटे स्थान चाहुअछंती, गोटे बिजनेस चाहुअछंती, गोटे कार्य चाहुअछंती, तुमे साहाय्य कर बोली आमे प्रार्थना करूछु। हालेलुया। धन्यवाद पवित्र पिता परमेश्वर, तुमे महान अट, तुमे साहाय्य करिवार परमेश्वर अट, तुमे प्रेम करिवार परमेश्वर अट, तुमे पथ देखाइबार परमेश्वर अट, तुमे हस्त को धरिकी आग को कढ़ाई नेबार परमेश्वर अट, तुमे सही जीवित पिता परमेश्वर अट। हालेलुया। पवित्र परमेश्वर, आमरी प्रार्थना को तुमे शुणुअछ, आम मानकर प्रार्थना निश्चित भावरे उत्तर आसीबो बोली विश्वास करी आउ थरे मोर यूट्यूब परिवार को तुमरी हस्तरे समर्पण करी समस्तंकर जरूरत को, समस्तंकर रोग व्याधि को तुमे दूर करी सारिअछ, समस्तंकर जरूरत को तुमे पूर्ण करिअछ, समस्तन को तुमे साहाय्य करिअछ बोली विश्वास करी यही प्रार्थना तुमरी प्रिय पुत्र जीशुଙ୍କ नामरे आमे मागिलु। हालेलुया। हालेलुया। आमेन। आमेन।